ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରଠାରେ ଆସ୍ପୃହା ମଣ୍ଡଳର ଛାତ୍ରଛାତ୍ରୀ ସମ୍ମିଳନୀ ଅନୁଷ୍ଠିତ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଏସ୍ ଛଚିନା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଶୁକ୍ରବାର ଦିନ ଅସ୍ପୃହା ମଣ୍ଡଳର ଛାତ୍ରଛାତ୍ରୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆବାହକ ଶଶଧର ବେହେରା ଯୋଗଦେଇ ଅପରାହ୍ନ 3 ଘଣ୍ଟା ସମୟରେ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ନେଇ ଆସ୍ପୃହା ମଣ୍ଡଳ ଗଠିତ ହୋଇଛି। ଏହି ମଣ୍ଡଳରେ ପ୍ରାୟ 20ଟି ବିଦ୍ୟାଳୟର 256 ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଆସ୍ପୃହା ମଣ୍ଡଳର 70 ଜଣ ସଂଗଠକ ଓ ଅପା ଭାଇ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଶୁକ୍ରବାର, ଶନିବାର ଓ ରବିବାର 3 ଦିନ ଧରି ଚାଲିବ। ସମସ୍ତ ଛାତ୍ରଛାତ୍ରୀ ଓ ଅପା ଭାଇଙ୍କୁ ନେଇ 4 ଭାଗରେ ବିଭକ୍ତ କରି ପାଠଚକ୍ର, ବିଜ୍ଞାନ କୁଇଜ୍ ପ୍ରୋଜେକ୍ଟ, ହସ୍ତକର୍ମ ଚିତ୍ରାଙ୍କନ, ସୃଜନଶୀଳତା କାର୍ଯ୍ୟକ୍ରମ କରାଯିବ। ପ୍ରତି ବିଭାଗରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ପର୍ଯ୍ୟାୟକ୍ରମେ ସମସ୍ତ ବିଭାଗରେ ଅଂଶଗ୍ରହଣ କରିବେ। ଏହିସବୁ ବିଷୟକୁ ନେଇ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ନବଜୀବନ ଶିକ୍ଷା ସଂସଦ ସଦସ୍ୟ ଲକ୍ଷ୍ମୀଚରଣ ଦାସ, ସ୍ଥାନୀୟ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ସନ୍ତୋଷ କୁମାର ନାୟକଙ୍କ ସମେତ ସମସ୍ତ ଅପଭାଇ ଓ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।